ବର୍ତ୍ତମାନ ସବୁଠାରୁ ବଡ଼ ଖବର ଉପରେ ନଜର ପକାଇବା ହୋଲିରେ ବୁଲିଲା ଭୁଜାଲି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଖେଳିଲା ରଙ୍ଗର ହୋଲି। ଏଭଳି ସାଂଘାତିକ ଘଟଣା ଘଟିଛି ଅନୁଗୁଳ ସହରର ନଖରା ସାହିଠାରେ। ଖବର ମୁତାବକ ଆଜାଦ ହୋସେନ ନାମକ ବ୍ୟକ୍ତିଙ୍କୁ ମଣ୍ଟୁ ସାମନ୍ତରାୟ ଓରଫ ସୁଦୀପ ଭୁଜାଲିରେ ହାଣି ହତ୍ୟା କରିଛି। ଏଥିରେ ଗୁରୁତର ଅବସ୍ଥାରେ ହୋସେନଙ୍କୁ କଟକ ସ୍ଥାନାନ୍ତର କରିଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ହତ୍ୟା ଘଟଣାରେ ଅନୁଗୁଳ ଟାଉନ ପୁଲିସ ଅଭିଯୁକ୍ତ ହତ୍ୟାକାରୀ ମଣ୍ଟୁ ସାମନ୍ତରାୟଙ୍କୁ ଗିରଫ କରିଛି। ବ୍ୟୁରୋ ରିପୋର୍ଟ ଟାଇମ୍ସ ଓଡ଼ିଆ। ସୁଦୀପ ସାମନ୍ତରାୟ ମଣ୍ଟୁ ମାନେ ପଛପଟୁ ଆସିକିନା ବେକରେ ହାଣିଦେବା ଯୋଗୁଁ ତାଙ୍କର ଡେଥ୍। କଟୁରୀରେ ଗୋଟେ କଟୁରୀରେ ଧରିନାହାନ୍ତି କିଛି ପୂର୍ବ ଶତ୍ରୁତା ସାର୍ ନାହିଁ। ସକାଳେ ସେମାନେ ହୋଲି ପାଇଁ ଟିକେ ସକାଳେ କଣ ଟିକେ ପାଟିତୁଣ୍ଡ ହେବା ବେଳୁ ମୁଁ କହିଲି ତ ପାଟିତୁଣ୍ଡ ଯାହା ହେଇଛି ହେଲା, ଗଲା କଥା ଗଲା। ପଛ ଆଡୁ ମାରାମୁରି କରିଛନ୍ତି, କେତେ କଣ ହେଇଛି ସେମିତି ଘଟଣା ଶୁଣିଲୁ। ମେଡିକାଲକୁ ଆସିଲା ବେଳେ ଦିହ ବ୍ଲଡ ଫ୍ଲଡ ଲାଗିଛି। ଏମିତି ଆସିଲା ପରେ ଭାଇ ଆଉ ନାହାନ୍ତି।